ଯେହେତୁ ଆଜି ସମ୍ବର ଦଶମୀ ଥିଲା କିନ୍ତୁ ଆମ ଘରେ ସେ ପୂଜାଟି ସମ୍ପୂର୍ଣ୍ଣ ଭାବରେ ନିଷେଧ ଥିଲା, କାରଣ ମୋ ଶାଶୁଙ୍କ ଶାଶୁ ଅମଳରେ ଆଜିର ଦିନରେ କେହି ଜଣେ ଦେହାନ୍ତ କରିଦେଇଥିଲେ, ସେଥିପାଇଁ ପୂଜାଟି ଆମ ଘରେ ହେଇନଥିଲା। ତ ମା ସେଥିପାଇଁ କହିଲେ ଯେହେତୁ ଖୁସିର ଦିନଟି ଠାକୁରଙ୍କ ପାଖରେ ମିଠା ଭୋଗ କରିଦେବା। ମା ତାଙ୍କର ପୂଜା ସାରିଲେ ସକାଳ ବ୍ରେକଫାଷ୍ଟ ପାଇଁ ମତେ କହିଦେଲେ। ମୁଁ ଆସି ମୋ କାମରେ ଲାଗିଗଲି, କୋବିକି ଭଲ ଭାବରେ କାଟି ପକେଇଲି। ଏଇ ଦେଖୁନାହାନ୍ତି, କଥା ସିନା ପାଟିରେ ହଉଥିଲି, ହାତ ଦିଟା କିନ୍ତୁ କାମରେ ଲଗେଇଥିଲି। ସାଙ୍ଗେ ସାଙ୍ଗେ ମୁଁ ରେଡି କରି ଖାଇବାରେ ଥିଲା ଆଜି ରାତିର ଡାଲମାକୁ ସକାଳର ଭଜା, ତା ସହିତ ଥିଲା ମିଠା ଦୁଇଟା। ମାଙ୍କୁ ମୁଁ ନେଇ ଖାଇବା ଦେଇଦେଲି। ଯଦି ବାପା ଖାଇନାହାନ୍ତି ଆପଣମାନେ ପଚାରିବେ ତ ମୁଁ କମେଣ୍ଟରେ ନିହାତି ଜଣେଇବି। ତାପରେ ମୁଁ ଖାଇବା ଆଣି ମୋ ପେଟ ଟିକେ ପୁରେଇ ଦେଇଥିଲି। ପେଟ ଯେହେତୁ ପୁରିଲା, ମୁଣ୍ଡକୁ ଅନର୍ଗଳ ବୁଦ୍ଧି ସବୁ ଆସିଗଲା। ହାତରେ ତା ପାଛିଆ ଧରି ମୁଁ ବାଡିକୁ ଗଲି। ବାଡିରେ ସବୁ ଶାଗ ହେଇଥିବାର ତ ଆପଣମାନଙ୍କୁ ଦେଖେଇଥିଲି, ତ ତା ଭିତରୁ ମୁଁ ଶାଗ କିଛି କାଟି ନେଇ ଆସିଲି। କି ଶାଗ ଆଣିଛି ଆପଣଙ୍କୁ ଟିକେ ଦେଖେଇଥିଲି, ନହେଲେ ଆପଣ ପୁଣି କହିବେନି କି ଘାସ ଫାସ କାଟି ନେଇ ଆସିଛି ବୋଲି। ଖରାବେଳ ଖାଇବା ପାଇଁ ଜୋରସୋରରେ ଲାଗିଗଲି, ପରିବା ପତ୍ରକୁ ସବୁ ଟିକ ଟିକ କରି କାଟି ପକେଇଲି। କଟାକଟି ସବୁ ସରିଲା, ଠିକଣା ଜାଗାରେ ଆସି ଖାଇବା ସବୁ ଲାଗିଗଲା। ତ ତା ଭିତରେ ହେଇଯାଇଥିଲା ସନ୍ଧ୍ୟାବେଳ ହବାର ଥିଲା ଆଜି ଟିକେ ଭେଜିଟେବୁଲର ସୁପଟିକୁ ମୁଁ ମନ ପ୍ରାଣ ଦେଇ ବନେଇଲି। ମାଙ୍କୁ ଥଣ୍ଡା ହେଇଛି ବୋଲି ତାଙ୍କୁ ନେଇ ଆଗେ ଦେଇଦେଲି। ଆଜିର ଭିଡ଼ିଓଟି ଥିଲା ଏମିତି। ରହିଲି, ନମସ୍କାର, ଜୟ ଜଗନ୍ନାଥ।